ମ୍ୟାଡ଼ାମ କଣ କହିବେ ଆଜି ପ୍ରାର୍ଥୀପତ୍ର ଯେତେବେଳେ ଘୋଷଣା ହେଲା ଆପଣଙ୍କ ନାଁ ଆସିଲା ତାଲିକାରେ ମାନ୍ୟବର ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଘୋଷଣା କଲେ କେତେ ଖୁସି ହେଲେ ଶୁଣିବା ପରେ? ଖୁସି ତ କହିଲେ ସରିବନି। ସର୍ବପ୍ରଥମେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି, ତା ସାଙ୍ଗେ ସାହିତ୍ୟ ଅଧିକ ଧନ୍ୟବାଦ ଦେଉଛି। ଯେହେତୁ ସୁରାଟ ନିର୍ବାଚନ ମଣ୍ଡଳୀ ପାଇଁ ମୋ ପାଇଁ ଯେଉଁ ଆଜି ଗର୍ବର କଥା, ଗର୍ବର ଦିନ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋ ପାଇଁ ଯେଉଁ ଆଶା ଭରସା ରଖିଛନ୍ତି ସେଥିପାଇଁ ମୁଁ ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। କେମିତି ଲୋକଙ୍କ ପାଖରେ ମୁଁ ନିଜେ ସେମାନଙ୍କ ପାଖରେ ପହଞ୍ଚିବି ଏବଂ ତାଙ୍କର ଯାହା କିଛି ସୁବିଧା ଅସୁବିଧାର ସମ୍ମୁଖୀନ ହେବି। ପୂର୍ବରୁ ତ ଲୋକଙ୍କ ପାଖରେ ରହିଥିଲେ 2013 ଠୁ 2018 ଯାଏଁ ମୋ ସୋରଡ଼ା ଏନ୍ଏସିର ଅଧ୍ୟକ୍ଷା ଥିଲି। ଯାହା କିଛି ଉନ୍ନତିମୂଳକ କାର୍ଯ୍ୟକ୍ରମ କରି ଆସିଛି ଏବଂ ଆଗକୁ ଏବେ କରିବି। ଆଗକୁ ଗୋଟେ ବଡ ଦାୟିତ୍ୱ ଗୁରୁ ଦାୟିତ୍ୱ ମିଳିଲା କେମିତି ତୁଲାଇବେ? କାମ ତ ତୁଲାଇବି ସୁରୁଖୁରୁରେ। ଆଜ୍ଞା ଆପଣଙ୍କର ପରିଚୟଟା କହିବେ? ମୋ ନାଁ ଶ୍ରୀଯୁକ୍ତ ତ୍ରିଲୋଚନ ସାହୁ, ଗୋଛା ସରପଞ୍ଚ। ଆଚ୍ଛା, ଦେଖିବାକୁ ଗଲେ ଆଜି ସୋରଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ବୋଲି ପ୍ରାର୍ଥୀ ଘୋଷଣା କରାଯାଇଛି, ମାନ୍ୟବର ବିଧାୟକଙ୍କ ନାମ ଘୋଷଣା କରାଯାଇଛି। କେମିତି ଆପଣ ସେ ନେତାଙ୍କୁ ବାଛିଛନ୍ତି ଏବଂ କେମିତି ଖୁସି ଅନୁଭବ କରୁଛନ୍ତି ସେ ନେତାଙ୍କୁ ପାଇକିରି? ଆମେ ସର୍ବପ୍ରଥମେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଉ ଯେ ସୋରଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ଯେଉଁ ପ୍ରାର୍ଥିନୀ ଦେଇଛନ୍ତି ଏହା ସ୍ୱାଗତର ସହ ଆମେ ଗ୍ରହଣ କରୁଛୁ। ଯେ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯେଉଁ ତିନି ଥର ବିଧାୟକ ରୂପେ ଏଇଠି ସଂଗଠନ ଜାରି ରଖିଥିଲେ, ବର୍ତ୍ତମାନ ଯେଉଁ ସଂଗଠିତ ସ୍ୱାଇଁଙ୍କୁ ଦଳ ଟିକେଟ୍ ଦେଇଛି, ବିପୁଳ ସଂଖ୍ୟାରେ ଜୟଲାଭ କରିବେ। Wanna be IAS officer? Join PST Gurukul, the best boarding school. For plus 3 teaching and coaching by Bajirao IAS Academy, call 9438 782020.